ସେତେବେଳେ ଅତି ସାଧାରଣ ନିମ୍ନ ପରିବାରର ଜଣେ ବାପା ମା ଯେତେବେଳେ ନିଜର ଝିଅକୁ ଗୋଟିଏ ଭଲ ଘରେ ବିବାହ ଦେବା ପାଇଁ ଚିନ୍ତା କରନ୍ତି ଏବଂ ସେ ସମୟରେ ବିବାହ ଯଦି କୌଣସି ଜାଗାରେ ପ୍ରସ୍ତାବକୁ ସେଥିରେ ସ୍ୱୀକୃତି ଦିଆଯାଏ ତାହେଲେ ନିଶ୍ଚିତ ଭାବରେ ବାପା ମା ଭାରି ଚିନ୍ତାରେ ପଡିଥାନ୍ତି କିଭଳି ଭାବରେ ବିବାହ କରିବେ, ଟେଣ୍ଟ ମରାଯିବ, ରୋଷଣୀ ସାଜି ଅଣାଯିବ ଏବଂ ତା ସହିତ ଭୋଜି ଦିଆଯିବ, ଉପହାର ଦିଆଯିବ, ଏ ସମସ୍ତ କଥାକୁ ଚିନ୍ତା କରିକିରି ବହୁତ କଷ୍ଟ ପାଇଥାନ୍ତି ଏବଂ ଅନେକ ଏଭଳି କଷ୍ଟ ପାଇଥିବା ଅନେକ ଗରିବ ପରିବାରଙ୍କର ନିଜର ମନର କଥାକୁ ରାଜ୍ୟ ସରକାର ଆମ ସରକାର ଜାଣିପାରିଛନ୍ତି ଆଉ ସେଇଥିପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଯୋଉ ଅତି ସାଧାରଣ ପରିବାରର ଝିଅଟିଏ ମଧ୍ୟ ଭଲରେ ତାର ବିବାହ ହଉ ସେଥିପାଇଁ ରାଜ୍ୟ ସରକାର ହାତକୁ ନେବା ପାଇଁ ଏକ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଏଥିରେ ବ୍ୟବସ୍ଥା କରିଛନ୍ତି, ଏକ ଯୋଜନା କରିଛନ୍ତି ଏବଂ ସେଥିପାଇଁ ବ୍ୟବସ୍ଥା ହେଇଛି।